ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର। ଯୌବନର ସନ୍ତାନ କ'ଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ୍ୟ। ମାର୍କ ତାର 10 ପର୍ବ 13ରୁ 15 ଯାଏ। ଶିଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ଶିଶୁମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ। ମାତ୍ର ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ। ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଈଶ୍ୱରଙ୍କର ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପବିତ୍ର ସ୍ୱର୍ଗବାସୀ ପିତା, ଏତେବେଳେ ତୁମକୁ ଧନ୍ୟବାଦ ଦଉଛୁ। ତୁମେ ଅନୁଗ୍ରହ କରି ଜେନା ପରିବାର ପାଇଁ ତାଙ୍କର କୋଳରେ ଗୋଟେ ସନ୍ତାନ ଦେଲ। ପ୍ରଭୁ ସେଇ ସନ୍ତାନକୁ ତୁମ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ସେମାନେ ମଣ୍ଡଳୀକୁ ଆଣି ଅଛନ୍ତି। ସେମାନଙ୍କର ମନୋବାଞ୍ଛାକୁ ତୁମେ ପୂର୍ଣ୍ଣ କର। ସେଇଦିନ ହାନ୍ନା ଯେପରି ପ୍ରଭୁ ପୁତ୍ର ସନ୍ତାନ ପାଇବା ପାଇଁ କ୍ରନ୍ଦନର ସହିତ, ଉତ୍ସାହ ସହିତ, ଆଗ୍ରହର ସହିତ ତୁମଠାରେ ପ୍ରାର୍ଥନା କରୁଥିଲେ, ପୁଣି ଯାହା ମାଗିଲେ ତାହା ସେ ତୁମ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। ପ୍ରଭୁ, ପ୍ରାର୍ଥନା କରୁଛୁ ଏହି ଶିଶୁର ପିତାମାତାକୁ ତୁମେ ଜ୍ଞାନ ବୁଦ୍ଧି ଦିଅ। ସେମାନେ ୟାଙ୍କର ଯାବଜ୍ଜୀବନ ପ୍ରଭୁ ବିଷୟକ ଭୟର ଶିକ୍ଷା ଦେବେ, ଆଉ ତୁମ ଉଦ୍ଦେଶ୍ୟରେ ବଢ଼ିବା ପାଇଁ, ବଞ୍ଚିବା ପାଇଁ ସେମାନେ ଶିକ୍ଷା ଦେଇ ତାକୁ ବଢ଼ିବାକୁ ଅନୁଗ୍ରହ କରିବେ। ପ୍ରାର୍ଥନା କରୁଛୁ ପ୍ରଭୁ, ଏହି ଶିଶୁକୁ ତୁମର ସେ ପବିତ୍ର ଚରଣ ତ ରଖୁଛୁ। ତୁମେ ଜ୍ଞାନରେ ବୁଦ୍ଧିରେ ବଢ଼ିବା ସଙ୍ଗେ ସଙ୍ଗେ ତୁମ ଉଦ୍ଦେଶ୍ୟରେ ତାଙ୍କୁ ବ୍ୟବହାର କରି ତୁମେ ତାକୁ ଗୌରବାନ୍ୱିତ ହୁଅ। ବିଶେଷ କରି ଯାବଜ୍ଜୀବନ ଶିଶୁ ପ୍ରତି ଥିବା ସମସ୍ତ ଅମଙ୍ଗଳରୁ ଉଦ୍ଧାର କରି ତୁମ ଉଦ୍ଦେଶ୍ୟରେ ବ୍ୟବହାର କରି ତୁମେ ଗୌରବାନ୍ୱିତ ହୁଅ। ପିତାମାତାକୁ ବିଶ୍ୱରେ ଆଶୀର୍ବାଦ କର। ପ୍ରାର୍ଥନା ନିବେଦନ ଶୁଣୁଛ ଧନ୍ୟବାଦ ଦେଇ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍।